ସୁନ୍ଦର ଚିତା ଦେଇଛନ୍ତି। ମାମା ଆମେ ଆମର ହଁ ହଁ କହ। ଆମର ଓଡିଶା ଲୋକମାନେ ଗୁରୁବାର ପୂଜା କରିଛନ୍ତି ତ ବାକି ଲୋକମାନେ କଣ ପାଇଁ କରୁନାହାନ୍ତି? ତା ପଛରେ ଗୋଟେ ରିଜନ ଅଛି, ହଁ କୁହ। ଶୁଣିବୁ। ହଁ ଆମ ଓଡ଼ିଶା ହେଉଛି ଧାନ ପ୍ରାଧାନ୍ୟ ରାଜ୍ୟ। ତ ସେଥିରେ କ'ଣ ହୁଏ, ସବୁ ଚାଷୀ ଭାଇମାନେ ବହୁତ ପରିଶ୍ରମ କରିକି ଧାନ ଚାଷ କରନ୍ତି। ଧାନ ଚାଷ କରିବା ପରେ ନଭେମ୍ବର ମାସରେ ଧାନ ପାଚିଯାଏ, ତାକୁ କାଟି ଆଣନ୍ତି। କାଟିକି ଆଣିକି ଗୋଦାମରେ ତାକୁ ଆଉଥରେ ରଖନ୍ତି। ରଖିଲା ପରେ ପ୍ରଥମ ଅଂଶ ଯେଉଁ ଧାନର ତାକୁ ନେଇ ମାତା ଲକ୍ଷ୍ମୀ ପାଖରେ ତାଙ୍କ ପରିବାର ସହିତ ତାଙ୍କ ଅର୍ପଣ କରାଯାଏ। ତାପରେ କ'ଣ ହୁଏ, କ'ଣ ପାଇଁ ନା ଗୁରୁବାର ହେଉଛି ଲକ୍ଷ୍ମୀ ମାତାଙ୍କ ଶ୍ରେଷ୍ଠ ବାର। ତ ସେଦିନ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ପାଖରେ ପୂଜା କରାଯାଏ। ଏହିଭଳି ଭାବରେ ଆମ କୃଷକ ଭାଇମାନେ ମା ଲକ୍ଷ୍ମୀଙ୍କ ପାଖରେ ପ୍ରାର୍ଥନା କରନ୍ତି ଯେ ଆଗାମୀ ବର୍ଷ ମଧ୍ୟ ଏହିଭଳି ଫସଲ ଆସୁ। ଠିକ ଅଛି, ଆଉ ତାଙ୍କ ଘର ଧନ ଧାନ୍ୟରେ ଭରିଯାଉ। ସେଥିପାଇଁ ଆମେ ପୂଜା କରୁଛେ, ଆଉ ଏପଟ ସାଇଡର ଲୋକମାନେ ପୂଜା କରୁଛୁ। ଠିକ ଅଛି, ବୁଝା ପଡ଼ିଲା? थैंक यू, धन्यवाद। जय माँ लक्ष्मी। जय माँ लक्ष्मी। बाय।